ପିଲାମାନେ ଆଜି ଶ୍ରୀକୃଷ୍ଣ ଭଗବାନଙ୍କ ବିଷୟରେ ସୁନ୍ଦର କାହାଣୀଟିଏ ଶୁଣିବା। ଶ୍ରୀକୃଷ୍ଣ ମାତା ଦେବକୀ ଓ ପିତା ବସୁଦେବଙ୍କ କୋଳରେ ଜନ୍ମ ହୋଇଥିଲେ। ପିତା ବସୁଦେବ କଂସ ରାଜାଙ୍କ ଭୟରେ ଗୋପଳ ରାଜା ନନ୍ଦଙ୍କ ପାଖରେ ପୁଅକୁ ଛାଡ଼ିଦେଲେ। ନନ୍ଦ ରାଜା ଓ ଯଶୋଦା ମା ତାଙ୍କୁ ଭାରି ଆଦର କଲେ। ସରଲବଣୀ ଖୁଆଇ ବଡ଼ କଲେ। କୃଷ୍ଣ ତାଙ୍କ ଭାଇ ବଳରାମ ଓ ଗୋପାଳ ବାଳକଙ୍କ ମେଳରେ ବହୁତ ମଜା କରୁଥିଲେ। ଗୋପୀମାନେ ନଥିବା ସମୟରେ ଘରେ ପଶି ସାଙ୍ଗମାନଙ୍କ କାନ୍ଧରେ ବସି ଗୋପୁରମ୍ ତିଆରି କରି ସରଲବଣୀ କାଢ଼ି ଖାଉଥିଲେ। ଗୋପୀମାନେ କ୍ଷୀର ଦହି ଭାର ଧରି ଯିବା ସମୟରେ ଟେକା ପକାଇ ହାଣ୍ଡି ମାଠିଆ ଭାଙ୍ଗି ଦହି ଖାଉଥିଲେ। ସରଲବଣୀ ନେଇ ସାଙ୍ଗମାନଙ୍କୁ ଖାଇବାକୁ ଦେଉଥିଲେ। ଗାଈମାନଙ୍କ ସହ ଖେଳୁଥିଲେ। ବାଛୁରୀମାନଙ୍କୁ ଦଉଡ଼ି ଖୋଲି ଛାଡ଼ି ଦେଉଥିଲେ। ସେମାନେ କ୍ଷୀର ସବୁ ପିଇ ଯାଉଥିଲେ। କୃଷ୍ଣଙ୍କ ଏ ଦୁଷ୍ଟାମି ସବୁ ଗୋପୀମାନେ ମା ଯଶୋଦାଙ୍କ ଆଗରେ କହିଥିଲେ। ଅଭିଯୋଗ କରୁଥିଲେ ସିନା, ଶ୍ରୀକୃଷ୍ଣଙ୍କୁ ଟିକିଏ ନ ଦେଖିଲେ ଗୋପୀମାନେ ପାଗଳି ପରି ଖୋଜୁଥିଲେ। ଶ୍ରୀକୃଷ୍ଣଙ୍କ ସହ ମିଶି ଗୋପବାସୀ ଗିରି ଗୋବର୍ଦ୍ଧନଙ୍କର ପୂଜା କଲେ। ଇନ୍ଦ୍ରଙ୍କ ପୂଜା ବନ୍ଦ କରିଦେଲେ। ଏକଥା ଇନ୍ଦ୍ର ସହି ନ ପାରି ରାଗିଗଲେ। 7 ଦିନ 7 ରାତି ବର୍ଷା କଲେ। ଗୋପବାସୀ ବହୁତ ଅସୁବିଧାରେ ପଡ଼ିଲେ। କୃଷ୍ଣ ସାଙ୍ଗମାନଙ୍କ ସାଥିରେ ଗୋବର୍ଦ୍ଧନ ପର୍ବତ ପାଖକୁ ଗଲେ। କୃଷ୍ଣ ନିଜର କାଣି ଆଙ୍ଗୁଳିରେ ପର୍ବତକୁ ଉଠାଇଲେ। ଗୋପବାସୀ ସମସ୍ତେ ମିଶି ଗୋବର୍ଦ୍ଧନ ପର୍ବତକୁ ଉଠାଇଦେଲେ। ଗୋପବାସୀ ଗାଈ ବାଛୁରୀ ସବୁ ଜିନିଷପତ୍ର ଧରି ଗୋବର୍ଦ୍ଧନ ପର୍ବତ ତଳେ ରହିଲେ। ଇନ୍ଦ୍ର ଯେତେ ବଜ୍ର ପକାଇଲେ, ଯେତେ ବର୍ଷା କଲେ ମଧ୍ୟ କାହାର କିଛି ହେଲା ନାହିଁ। ଇନ୍ଦ୍ର ହାରିଗଲେ। ବର୍ଷା ବନ୍ଦ କରିଦେଲେ। ଗୋପବାସୀ ଆନନ୍ଦରେ ରହିଲେ। ସେଇ ଦିନରୁ କୃଷ୍ଣଙ୍କୁ ସମସ୍ତେ ଗିରି ଗୋବର୍ଦ୍ଧନଧାରୀ ବୋଲି ଡାକିଲେ।